କେତେ ପ୍ରକାର ସାପ ଯଦି କହିଲ? ଆଠ ନାଗ ସୁଲଜିତି ଆଠ ନାଗ ସୁଲଜିତି ରଖିଛେ ଦିଆରି ବେଳା। ତାହେଲେ 8 ନାଗ 16 ଜିତି ତାର ଗୁଡା 13 ଜାତି। ଆଚ୍ଛା ଆଚ୍ଛା ଆଉ କୋଉ ସାପ ଯଦି କହିଲ? ବୁଢା ତ ଦିଆରି ନାଗ ଅଛେ ତଣ୍ଟ ତମ୍ବ ନାଗ ଅଛେ ତଣ୍ଟ ତମ୍ବ। ଓକେ ଭାଇନା ଭାଇନା ଆମେ ତ ବୁଢା ସାପ ଜାଣିଛୁ। ଏଇ ଯୋଉ କହିଲେ ଯୋଉ ଦୁଧିଆଲି ନାଗ ଏଟା କଣ ଏଟା? ଦୁଧିଆରି ନାଗ ଜାଣିନାହାନ୍ତି? ନାଇଁ ଆଜ୍ଞା ଜାଣିନୁ। ତଳ ପଟୁ ସେଇଟା ହିଁ ଖୁମ୍ପିବ। ଓ ତଳ ପଟୁ ଖୁମ୍ପିବ? ଆଜ୍ଞା। କେମିତି ଖୁମ୍ପୁଛି ଦେଇ କହିଲ? ଟେକି ଖୁମ୍ପୁଛି। ତମେ ତାହେଲେ ସାପ ଖେଳି ଜାଣିନ ଆଉ। ନନା ଜାଣିଛୁ? ଜାଣିଛ? ସେଇ ଟ୍ରେନିଂ ଦେଇଛୁ ଆମେ। ତାହେଲେ ଆଉ କଣ ସାପ ଜାଣିଛ? କାଳି ନାଗ ଧୂଳି ନାଗ ଜାଣିଛ ନା ନାଇଁ? ହଁ ନା ଜାଣିଛୁ। ଆଜି କହିଲ? କାଳି ନାଗ ଧୂଳି ନାଗ କାଳି ନାଗ ଧୂଳି ନାଗ ଆଣିଛେ ସାପୁଆ ଖେଳା। ତାହେଲେ କାଳି ନାଗ ଧୂଳି ନାଗ ବି ଜାଣିଛ? ଆଚ୍ଛା ତମେ ଏତେ ସାପ ଧରିକି ବୁଲୁଛ ଆଉ ତମ ନିଜ ଗାଁ ଟା କୋଉଠି? ଜଗୁ ଅଛୁ ସେଇ ବନ ଜଗୁ ଅଛୁ ସେଇ ବନ ଆମେ ବରା ପ୍ରଭୁ ଜେରା। ঘরময় কাকা নন হর গরি কিরা সান হর গরি কিরা সান। ଆଚ୍ଛା ଭାଇନା ହର ଗୌରୀ କ୍ରୀଡ଼ା ସ୍ଥାନରୁ ଆସିଛ? ସେଇଟା ତ ବହୁତ ଔଷଧ ଗଛ ଅଛି। ଅଛି ଅଛି ଔଷଧ ପତ୍ର ଜାଣିଛ? ଆଚ୍ଛା ଆଜି କହିଲ ଔଷଧ କଣ ଜାଣିଛ? ଡରା ଚଙ୍କା ଝାଡା ବାନ୍ତି ଡରା ଚଙ୍କା ଝାଡା ବାନ୍ତି ଲାଭେ ସୁନାଇଲେ ଗଲା। ମାନେ ଡଳା ଚଙ୍କା ପାଇଁ ବି ଜାଣିଛ? ଆଚ୍ଛା ମୋର ଗୋଟେ ଔଷଧ ଦରକାର ଦେଇପାରିବ? କୋଉ ଔଷଧ? ଗୋଟେ ପୁଅକୁ ଝିଅ ମାନେ ମିଶିବା ପାଇଁ ଜାଣିଛ? କେମିତି କଣ ଦଉଛ? পেট দুখা মুন্ড দুখা পেট দুখা মুন্ড দুখা আরে ভাই